ଦୁଇ କଙ୍କଣ। ରାଜାଙ୍କ ଦରବାରକୁ ଆସିଲେ ଜଣେ ଫକୀର ଏବଂ ତାଙ୍କର ଚେଲା। ରାଜା ଫକୀରମାନଙ୍କୁ ଭାରି ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। ତେଣୁ ସେ ଫକୀରଙ୍କୁ ଯଥାସାଧ୍ୟ ଚର୍ଚ୍ଚା କଲେ ଏବଂ ଫକୀର ସେଠାରୁ ଯିବାକୁ ବାହାରିଲା ବେଳେ ରାଜା ତାଙ୍କୁ ଓ ତାଙ୍କ ଚେଲାକୁ ଉପହାର ସ୍ୱରୂପ ଦେଲେ ଦୁଇଟି ସୁବର୍ଣ୍ଣ କଙ୍କଣ। ଦୁହେଁ ବିନମ୍ରତାର ସହିତ ତାକୁ ଗ୍ରହଣ କରି ଆଗକୁ ବଢ଼ିଲେ। ବାଟରେ ସନ୍ଧ୍ୟା ହୋଇଗଲା। ପାଖରେ ଜନବସତି ନଥିଲା। ଫକୀର ସେ ସ୍ଥାନ ବିଷୟରେ ଆଗରୁ ଜାଣିଥିଲେ ଏବଂ ସେ ଚେଲାକୁ କହିଲେ, ଏ ଜଙ୍ଗଲ ପାର ହେଲା ପରେ ଗାଁଟିଏ ପଡ଼ିବ, ତେଣୁ ଚାଲ। ଚେଲା କିନ୍ତୁ କହିଲା, ଆଜ୍ଞା, ଏ ଜଙ୍ଗଲ ଭିତର ରାସ୍ତା ନିରାପଦ ତ? ଫକୀର କିଛି ନ କହି ଆଗେଇ ଚାଲିଲେ। ଜଙ୍ଗଲ ପାର ହେବା ବେଳକୁ ଗାଁର ଆଲୋକ ଦିଶିଲା। ଏଥର ଚେଲା କହିଲା, ଏ ଗାଁର ଲୋକେ କେମିତି କେଜାଣି? ଏଥର ମଧ୍ୟ ଫକୀର କିଛି କହିଲେ ନାହିଁ। ଜଙ୍ଗଲ ଧାରରେ କୂଅଟିଏ ଥିଲା। ସେଠାରେ ସେମାନେ ପାଣି ପିଇବା ଲାଗି ଅଟକିଲେ। ଏହି ସମୟରେ ଫକୀର ଚେଲାର ମୁଣିରୁ ସୁନାର କଙ୍କଣ ବାହାର କରି କୂଅ ଭିତରକୁ ଫିଙ୍ଗିଦେଲେ। ଚେଲା ଏହା ଦେଖି ତଟସ୍ଥ ଓ ଦୁଃଖିତ ହୋଇ କହିଲା, ଆପଣ ଇଏ କ'ଣ କଲେ? ଫକୀର କହିଲେ, କିଛି ନାହିଁ, ତୁମ ମନରୁ ଭୟ ଓ ସନ୍ଦେହ କାଢ଼ି ଫିଙ୍ଗିଦେଲି। ରାଜା ତୁମକୁ କେବଳ ସୁନାର କଙ୍କଣ ଦେଇନଥିଲେ, ତୁମ ମନରେ ଭୟ ଜାତ କରିବାର କାରଣଟିଏ ବି ଦେଇଥିଲେ। ମୋ ସହିତ ତୁମେ ଏତେ ଦିନ ରହିଛ, କିନ୍ତୁ ଏବେ ତୁମ ମନରେ ଯେମିତି ଭୟ ସୃଷ୍ଟି ହେଇଥିଲା, ସେପରି ଆଗରୁ କେବେ ମୁଁ ଦେଖିନଥିଲି। ଚେଲା କହିଲା, ହେଲେ ଆପଣଙ୍କ କଙ୍କଣ? ଫକୀର କହିଲେ, ଅଛି, କିନ୍ତୁ ନଥିଲା ଭଳି ଅଛି। ତାହା ହଜିଗଲେ କି ଚୋରି ହୋଇଗଲେ ଚିନ୍ତା ନାହିଁ। ଏହି କୂଅ ଭିତରକୁ ଫୋପାଡ଼ି ଦେଲେ ବି ଚଳିବ। ଏହା କହି ସେ ନିଜ କଙ୍କଣକୁ ମଧ୍ୟ କୂଅ ଭିତରକୁ ଫିଙ୍ଗିଦେଲେ। ଚେଲା ଏବେ ଦୁଇଟି କଙ୍କଣ ଭିତରେ ଥିବା ଫରକଟି ବୁଝିପାରିଲା।